କହିବା ପାଇଁ ସାହସ କଲୁ କେମିତି? ସେ କଳାମାଣିକ ମୋ ପୁତ୍ର। ନା ନା ସେ କେବଳ ମୋ ପୁତ୍ର। ସେ ମୋ ପୁତ୍ର। ଆଲେ ଗୋପାଳୁଣି କ'ଣ ଭୁଲି ଯାଇଛୁ ସେ ସବୁ କଥା? କାଲି ମୋ ପୁତ୍ର ଯେତେବେଳେ ଏଡ଼ିକିଟିଏ ହେଇଥିଲା ଆଉ ତୋ ପାଖରେ ଅଳିଆ ଛୋଟ କରି କାନ୍ଦୁଥିଲା, ତୁ କ'ଣ କରୁଥିଲୁ? ତୁ ମୋ ପୁତ୍ରକୁ ତେନ୍ତୁଳି ଛାଟରେ ମାଡ଼ ମାରିଥିଲୁ। ଆଉ କ'ଣ ଭୁଲି ଯାଇଛୁ ସେଦିନର କଥା? ମୋ ପୁତ୍ର ଅଳିଆ ଛୋଟ କରି କାନ୍ଦୁଥିଲା ବେଳେ ତାକୁ ସେ ଗୋପଦାଣ୍ଡ ଧୂଳିରେ ଗଡ଼େଇ ମାରୁଥିଲୁ। ମୋ ପୁତ୍ର ସୁନାର ହାର ପିନ୍ଧିବା ପରିବର୍ତ୍ତେ ତା ଗଳାରେ ଲମ୍ବେଇ ଦେଇଥିଲୁ ମେଞ୍ଚାଏ କାଇଁଚ ମାଳି। ଆଉ ମୋ ପୁତ୍ର ସୁନାର ମୁକୁଟ ପିନ୍ଧିବା ପରିବର୍ତ୍ତେ ତା ମୁଣ୍ଡରେ ଖୋସି ଦେଇଥିଲୁ ମୟୂର ଚନ୍ଦ୍ରିକା। ଆଉ ତମେ ସେଇ ନନ୍ଦରାଜ ନା? ମୋ ପୁତ୍ର ଅଳିଆ ଛୋଟ କରି କାନ୍ଦୁଥିଲା ବେଳେ ତାକୁ ମୁଠାଏ ଟଙ୍କ ତୋରାଣି ପିଆଇ ଦେଉଥିଲ। ଆଉ ପର ପୁଅଟା ବୋଲି ତମ ମନରେ ଏତେ ଅହଙ୍କାର ଥିଲା। ଆଉ ଆଜି ଆସି କହିଲା କ'ଣ ନା ଦ୍ୱାରିକାର ରାଜା କୃଷ୍ଣଚନ୍ଦ୍ର ମୋ ପୁତ୍ର। କେତେ ବଡ଼ କଥା କହିଦେଲେ ରାଜମାତା। ମୋ ପାଖରେ କ'ଣ ସୁନାର ନଥିଲା? ସେ କାଇଁଚ ମାଳିକୁ ଭାରି ଭଲ ପାଉଥିଲା। ଆଉ ସୁନା ମୁକୁଟ ପରିବର୍ତ୍ତେ ସେ ମୟୂର ଚନ୍ଦ୍ରିକାକୁ ସାଥୀ କରି ନେଇଥିଲା। ଆଉ ଗୋପଦାଣ୍ଡ ଧୂଳିରେ କାହିଁକି ଗଡ଼େଇଥିଲି ଜାଣିଛ ରାଜମାତା? କାହିଁକି ନା ତମ ପୁତ୍ରର କୋଟି ଆଇଁଷ ହେବ ବୋଲି। ଆଉ ସେଇଥିପାଇଁ ତ ମାତୃତ୍ୱ ମମତାଟା ଉଛୁଳି ପଡ଼ିଲା ନାଇଁ? ମୋ ପୁତ୍ରକୁ ତୋ ପୁତ୍ର କହି ଏଠି ଗୋଟେ କନ୍ଦଳ ସୃଷ୍ଟି କରିବା ପାଇଁ ଚାଲି ଆସିଛୁ। ଆଲୋ ଶୁଣ ଗୋପାଳୁଣି, ଦ୍ୱାରିକାର ରାଜା କୃଷ୍ଣଚନ୍ଦ୍ର କେବଳ ମୋ ପୁତ୍ର। ମୋ ପୁତ୍ରକୁ ଛୁଇଁବା ତ ଦୂରର କଥା, ମୋ ପୁତ୍ରର ଛାଇ ମୁଁ ତତେ ମଡ଼େଇଦେବି। ହେଲା ରାଜମାତା, ସେ ତୁମ ପୁତ୍ର ହେଉ, ହେଲେ ଆମେ ଦୂରରୁ ରହି ତାକୁ ଟିକେ ଆଖି ପୁରେଇ ଦେଖିଦେଇ ଏଠାରୁ ଚାଲିଯିବୁ। ଆଖି ପୁରେଇ ଦେଖିବ ନାହିଁ? ମୁଁ ଦେଖୁଛି ନନ୍ଦରାଜା ତମେ କେତେ ବଡ଼ ନିର୍ଲଜ୍ଜ। ଆଇନାରେ ମୁହଁ ଦେଖିଛ? ଦେହରୁ ଏ ଭଣ ଭଣ ଦୁର୍ଗନ୍ଧ ବାହାରୁଛି। ଆଉ ତମ ଦେହରେ ଏ ମଳିନ ବସ୍ତ୍ର। ତମେ ପୁଣି ହବ ଦ୍ୱାରିକାର ରାଜା କୃଷ୍ଣଚନ୍ଦ୍ରର ମାତା ପିତା ନାହିଁ? ମୋ ପୁତ୍ର କେବଳ ମୋର। ମୋ ପୁତ୍ରକୁ ଦେଖିବା ତ ଦୂରର କଥା, ମୋ ପୁତ୍ରର ଛାଇ ମୁଁ ତମକୁ ମଡ଼େଇଦେବି। ଭଲରେ କହୁଛି ଦ୍ୱାରିକା ଛାଡ଼ି ଚାଲି ଯାଅ। ଭଲରେ କହୁଛି ଦ୍ୱାରିକା ଛାଡ଼ି ଚାଲି ଯାଅ। ତା ନହେଲେ ମାରୁ ମାରୁ ମୁଁ ତତେ ଜୀବନରୁ ମାରିଦେବି। ଆଜି ମତେ ମାରୁ ମାରୁ ମାରିଦେଲେ ବି ଏ ସ୍ଥାନ ଛାଡ଼ି ମୁଁ ଏଠାରୁ ମୋଟେ ଯିବିନି। ତାହେଲେ ମୁଁ ବି ଦେଖିବି ତୁ କେମିତି ଏ ଦ୍ୱାରିକା ଛାଡ଼ିକି ଯିବୁନି। ମାରିଦେବି ଆଜି। हे कृष्ण केते दूरे रहिलो जाए। हे कृष्ण केते दूरे रहिलो जाए। अखिल साई पंगी केते दूरे रहिलो जाए। हे कृष्ण हे कृष्ण। ଆଲୋ ଶୁଣ ଗୋପାଳୁଣି, ମୋ ପୁତ୍ର ଏଠାକୁ ଆସିବା ପୂର୍ବରୁ ଏ ସ୍ଥାନ ଛାଡ଼ି ଯେତେ ଶୀଘ୍ର ଏଠୁ ଚାଲିଯା। ତା ନହେଲେ ମାରୁ ମାରୁ ମୁଁ ତତେ ଜୀବନରୁ ମାରିଦେବି। ଚାଲିଯିବାକୁ ଆସିଲୁ ରାଜମାତା। ଯେତେବେଳେ ଆସିଛୁ ନିଶ୍ଚୟ ଆମ ପୁତ୍ରକୁ ଦର୍ଶନ କରିବୁ, ଆଉ ଜାଗ ଦର୍ଶନ କରିବୁ, ତାପରେ ଯାଇଯିବୁ। ମନେ ମନେ ସ୍ୱପ୍ନ ଦେଖୁଛ? ଦ୍ୱାରିକାର ରାଜା କୃଷ୍ଣଚନ୍ଦ୍ରର ମାତା ପିତା। ମୋ ପୁତ୍ର କେବଳ ମୋର। ମୋ ପୁତ୍ରର ଛାଇ ମୁଁ ତମକୁ ମଡ଼େଇଦେବି। ଭଲରେ କହୁଛି ଏଠୁ ଚାଲି ଯାଅ। କୁଆଡ଼େ ଯିବ ତମେ? କୁଆଡ଼େ ଯାଇପାରିବନି, କୁଆଡ଼େ ଯାଇପାରିବନି ତମେ। ते
ଦେବର୍ଷି ଆପଣ ଠିକ ସମୟରେ ଆସି ଯାଇଛନ୍ତି ଦେବର୍ଷି ମୋର ପ୍ରଣାମ ଗ୍ରହଣ କରନ୍ତୁ ଦେବର୍ଷି ଆୟୁଷ୍ମତୀ ଭବ ଯଶସ୍ୱୀ ଭବ ଦେବର୍ଷି ଯାହା ହଉ ଏତେ କଷ୍ଟ ଭିତରେ ଆପଣ ମୋତେ ପ୍ରଣାମ କଲେ ମୋତେ ଭାରି ଖୁସି ଲାଗେ ଦେବର୍ଷି ଏମାନେ ଗୋପପୁରରୁ ଆସିଛନ୍ତି ଗୋପାଳ ଗୋପାଳୁଣୀ ମାନେ ଗୋପପୁରବାସୀ ହଁ ଦେବର୍ଷି ଓହୋ। ଆଉ ଏମାନେ ଆସି ଏଠାରେ ଗୋଟେ ଗଣ୍ଡଳ ସୃଷ୍ଟି କରୁଛନ୍ତି ଦେବର୍ଷି କହୁଛନ୍ତି କ'ଣ ନା ଦ୍ୱାରିକାର ରାଜା କୃଷ୍ଣଚନ୍ଦ୍ର କୁଆଡ଼େ ଏମାନଙ୍କର ପୁତ୍ର ଆପଣ କୁହନ୍ତୁ ଦେବର୍ଷି ଦ୍ୱାରିକାର ରାଜା କୃଷ୍ଣଚନ୍ଦ୍ର କାହାର ପୁତ୍ର ଏ ରାଜମାତା ଦେବକୀର ନା ଏ ଗୋପାଳୁଣୀ ଯଶୋଦାର କୁହନ୍ତୁ ଦେବର୍ଷି ଦ୍ୱାରିକାର ରାଜା କୃଷ୍ଣଚନ୍ଦ୍ର କାହାର ପୁତ୍ର କୁହନ୍ତୁ ଦେବର୍ଷି ସେ କଳା ବାଳିକ କାଇଚ ମାୟାକ ଆମ ପୁତ୍ର ନୁହଁ ଗୋସାଇ ନାରାୟଣ ନାରାୟଣ କଳା ବାଡ଼ି କପଡ଼ ଆମ ପୁତ୍ର ନୁହଁ ଗୋସାଇ ରାଜା ନନ୍ଦ ଗୋସାଇ ରାଜମାତା ଦେବକୀ ମାତା ଯଶୋମତୀ ହଁ ଗୋସାଇ ଦୁଇ ମାଙ୍କ ମଧ୍ୟରେ କଳିର ସୂତ୍ରପାତ ପ୍ରକୃତରେ ଦ୍ୱାରିକା ଅଧିପତି ରାଜା କୃଷ୍ଣଚନ୍ଦ୍ର କାହା ହଁ ଗୋସାଇ ଏଇ ଆମ ପୁତ୍ର ଯାଗ କରୁଛି ଆମେ ଦର୍ଶନ କରିବା ପାଇଁ ଏଠାକୁ ଆସିଥିଲୁ ହେଲେ ରାଜମାତା ଦେବକୀ ସେ ପ୍ରଥମେ ଆମକୁ ବରଗିବା କଥା ନା ତା ପ୍ରତି ବଦଳରେ ଆମକୁ ରକ୍ତ ଚାବୁକରେ ପ୍ରହାର ଦେଇ ଗଳା ଧକ୍କା ଦେଇ ବାହାର କରିଦେଉଛନ୍ତି କହୁଛନ୍ତି ଆମ କଳା ମାଣିକ କଣ ତାଙ୍କ ପୁତ୍ର କୁହନ୍ତୁ ଗୋସାଇ ସେ କୁହନ୍ତୁ କାହା ପୁତ୍ର? ଦେବର୍ଷି। ସେ କଣ ଆମ ପୁତ୍ର ନୁହଁ ନା ସେ କେବଳ ମୋ ପୁତ୍ର ସେ କଳା ବାଳିକ ମୋ ପୁତ୍ର ସେ କେବଳ ମୋ ପୁତ୍ର ସେ କେବଳ ମୋର ମା ଶୋନ୍ତୁ ମା ଶୋଇଯାଆନ୍ତୁ ଶହେ ଯିଏ ବଡ଼ ଲୋକ ସେ ଆପଣ ଟିକେ ଶୋଇଯାଆନ୍ତୁ ମା ଟିକେ ଉତ୍କ୍ଷିପ୍ତ ହେଇକି ରାଗରେ ଅଛନ୍ତି ଟିକେ କ'ଣ ନାହିଁ କ'ଣ କରୁଛନ୍ତି ତା ପୂର୍ବରୁ ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ ଦେବର୍ଷି ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନିପୁରକୁ ନିମନ୍ତ୍ରଣ ଥିଲା ସତ କିନ୍ତୁ ଏ ଗୋପାଳ ଗୋପାଳୁଣୀ ମାନଙ୍କୁ ତ ନିମନ୍ତ୍ରଣ ନଥିଲା ତାହେଲେ ଗୋପାଳ ଗୋପାଳୁଣୀ ମାନେ କେମିତି ଜାଣିଲେ ମୋ ପୁତ୍ର ଏଠାରେ ଯଜ୍ଞ କରୁଛି ବୋଲି କୁହନ୍ତୁ ଦେବର୍ଷି ଏମାନଙ୍କୁ ନିମନ୍ତ୍ରଣ ଦେଲା କିଏ ରାଜମାତା ମା କୁହନ୍ତୁ ତିନିପୁରର ଲୋକ ଆସୁଛନ୍ତି ହଁ ହଁ ଆମ ପୁତ୍ର ଯାଗ କରୁଛି ନାରାୟଣ ନାରାୟଣ ତାଙ୍କ ପାଖରୁ ସମ୍ବାଦ ପାଇ ଆମେ ଏଠାକୁ ଆସିଛୁ ହଁ ମା ତାଙ୍କ ପାଖରୁ ସମ୍ବାଦ ପାଇଁ ଆମେ ଚାଲି ଆସିଛୁ ତତେ ଟିକେ ଲାଜ ଲାଗୁନି ତତେ ଟିକେ ଲାଜ ଲାଗୁନି ଲାଜ ଲାଗୁନି ଚାଲି ଆସି କହିଲେ ନା କଣ ମୋ ପୁତ୍ର ମାରିଦେବି ତତେ ମା ମୁଁ ଜାଣିଛି ଆପଣ ସବୁ କରିପାରିବେ କିନ୍ତୁ ଟିକେ ମାନେ ଚିନ୍ତା କରନ୍ତୁ ମାନେ ଇଏ ସବୁ ସମସ୍ୟାର ସମାଧାନ ହେବାକୁ ହେଲେ କିଛି ଗୋଟେ ବ୍ୟବସ୍ଥା କରିବାକୁ ପଡ଼ିବ ନା ଆଉ ସମସ୍ୟାର ସମାଧାନ ଏସବୁ ସମସ୍ୟାର ସମାଧାନ କେମିତି ହବ ଦେବର୍ଷି ଗୋସାଇ ଦୁଇ ମାତାଙ୍କ କଳହ ମଧ୍ୟରେ କେବଳ ସମାଧାନ ହିଁ ଆପଣ କରିବେ ଗୋସାଇ ଇଏ ମୋ ମସ୍ତିଷ୍କ ହୋଇଲାଣି ବିବ୍ରତ ଇଏ ଦୁଇ ମାଙ୍କ ଭିତରେ କଳିରେ ପରି ମୁଁ ବିବ୍ରତ ହୋଇପଡ଼ିଲିଣି ନାଇଁ, ଆଚ୍ଛା ଇଏ ସବୁ ସମସ୍ୟାର ସମାଧାନ କେମିତି କରିବି ଏଣୁ ମାଇଲେ ଗୃହ ହତ୍ୟା ସେଣୁ ମାଇଲେ ବ୍ରହ୍ମ ହତ୍ୟା ମୁଁ ବର୍ତ୍ତମାନ କ'ଣ କରିବି ଆପଣ କୁହନ୍ତୁ ଦେବର୍ଷି ଆପଣ ଯାହା ନିଷ୍ପତ୍ତି ନେବେ ଆମେ ଆପଣଙ୍କ କଥାରେ ଏକମତ କୁହନ୍ତୁ ଦେବର୍ଷି ଆପଣ ଯାହା ନିଷ୍ପତ୍ତି ନେବେ କୁହନ୍ତୁ ସେଇ ଆପଣ ଯାହା ନିଷ୍ପତ୍ତି ନେବେ ଆମେ ମାନି ନେବୁ ମାନିବେ ହଁ ତାହେଲେ ଠିକ୍ ଅଛି ଆପଣ ଦୁଇ ମାଙ୍କୁ ଏକ ପରୀକ୍ଷା ଦେବାକୁ ହେବ ପରୀକ୍ଷା ପରୀକ୍ଷା କି ପରୀକ୍ଷା କେଉଁ ପରୀକ୍ଷା ଦେବର୍ଷି